ଲବହାସ୍ତାଙ୍କର ଗାର୍ଲଫ୍ରେଣ୍ଡ ସଲୋମୀ ମୁର୍ମୁ ସୁସାଇଡ୍ କରିବାର 5 ରୁ 6 ଦିନ ହେଇଗଲାନି। ସୋଶାଲ ମିଡିଆରେ ଘୁରି ବୁଲୁଛି। ଲବହାସ୍ତା ଯିବେ ଜେଲ୍, ଲବହାସ୍ତା କାହିଁକି ଏମିତି କଲେ, ଲବହାସ୍ତାଙ୍କ ପାଇଁ ସୁସାଇଡ୍ କରିଲେ ସଲୋମୀ ମୁର୍ମୁ, ଏସବୁ ଖବର ଜାଣିଛନ୍ତି। କିନ୍ତୁ ଲବହାସ୍ତା ଏ ସୁସାଇଡ୍ ବିଷୟରେ, ସଲୋମୀ ମୁର୍ମୁର ଆତ୍ମହତ୍ୟା ବିଷୟରେ କିଛି ବି ପଦେ ବି କଥା କହିନାହାନ୍ତି। କାହିଁକି? ଲବହାସ୍ତା କ'ଣ ଏ ବିଷୟରେ କିଛି ଜାଣିନାହିଁ କି ସଲୋମୀ ମୁର୍ମୁ ତାଙ୍କ ପାଇଁ ଆତ୍ମହତ୍ୟା କରିଦେଇଛି, କି ସଲୋମୀ ମୁର୍ମୁ 4-5 ଦିନ ହେଲେ ସୁସାଇଡ୍ କଲାଣି, ଲବହାସ୍ତା ପାଖକୁ ଏ ଖବର ଯାଉନି? ଆରେ ଭାଇ, ମୁଁ ତ କହିବି ଲବହାସ୍ତା ଗାଲୁଆ ହଉଛି। ଆରେ ସୋଶାଲ ମିଡିଆ ଖୋଲୁ ଖୋଲୁ ଲବହାସ୍ତା ବିଷୟରେ ନ୍ୟୁଜ୍ ଆସୁଛି କି ଲବହାସ୍ତା ଯିବେ ଜେଲ୍, ଲବହାସ୍ତା ବେକରେ ଲାଗିବ ଫାଶୀ ଖୁଣ୍ଟରେ ଝୁଲିବେ ଲବହାସ୍ତା, ଏସବୁ ନ୍ୟୁଜ୍ ଆସୁଛି। କିନ୍ତୁ ଲବହାସ୍ତା ଏ ବିଷୟରେ ପଦେ ବି କହୁନାହାନ୍ତି କି ଭିଡ଼ିଓ ବନାଉନାହାନ୍ତି। ବାହାରେ ତାଙ୍କର ସେ ଏନ୍ଜୟ କରୁଛନ୍ତି। ଯେଉଁ ଦିନଠୁ ଲବହାସ୍ତାଙ୍କର ଗାର୍ଲଫ୍ରେଣ୍ଡ ସଲୋମୀ ମୁର୍ମୁ ସୁସାଇଡ୍ କରିଛନ୍ତି, ସେହି ଦିନଠୁ ଲବହାସ୍ତା ସୋଶାଲ ମିଡିଆରେ ଗୋଟିଏ ବି ଭିଡ଼ିଓ ପକାଇ ନାହାନ୍ତି। ଲବହାସ୍ତା କ'ଣ ଭାବିଛନ୍ତି? ସୋଶାଲ ମିଡିଆରେ ସବୁଆଡ଼େ ଘୁରି ବୁଲୁଛି କି ଲବହାସ୍ତାଙ୍କ ପାଇଁ ସଲୋମୀ ମୁର୍ମୁ ଆତ୍ମହତ୍ୟା କରିଛି, କିନ୍ତୁ ଏ ବିଷୟରେ ଲବହାସ୍ତା ପଦେ ବି କଥା କହୁନାହାନ୍ତି।